ଏବେ ଭୁବନେଶ୍ୱର ଚାରିଆଡେ ଇଲିଗାଲ ବାର୍ ଗୁଡାକ ସବୁ ସିଜ୍ କରାଉଛି ମାନେ ଯୋଉଟା ଦୀର୍ଘ ଦିନ ଧରି ଚାଲି ଆସୁଥିଲା ସେଟା ନାଁକୁ ମାତ୍ର ସିଜ୍ କିଛି ହଉନାହିଁ। ଗୋଟେ Election. ସତ୍ୟ ବିହାର ପାଖରେ ଆପଣଙ୍କର ସେଠି ମାଙ୍କ ମନ୍ଦିର ଅଛି, ସପ୍ତଶତୀ ମନ୍ଦିର ସେଠି ବାରଟା ଚାଲିଥିଲା। ଏକ୍ସାଇଜ ଅଫିସର ଦରମା କାହାର 1.5 ଲକ୍ଷ ଟଙ୍କା ତଳକୁ ନାହିଁ। ସେମାନେ କଣ ଗାଡି ଘୋଡା ଚଲାଉନାହାନ୍ତି? ଓଡିଶା ଲୋକ କଣ କେହି ନଥିଲେ? କିଛି ଜାଣିପାରୁନଥିଲେ? ସବୁ ଜାଣୁଥିଲେ। ଏବଂ ତାଙ୍କର ମୁଁ ଦେଖୁଥିଲି ଗୋଟେ ମିଡିଆରେ ଯେ ତାଙ୍କର ଡାଏରୀ ରେଜିଷ୍ଟର ଗୋଟେ ପାଇଛନ୍ତି ଯେ ଆମେ ଏତିକି ଟଙ୍କା ଦେଲୁ, ସେ ଲୋକକୁ ଏତିକି ଟଙ୍କା ଦେଲୁ। ସେ ଟଙ୍କା ଦିଆଗଲା ତାହେଲେ କାହାକୁ? ସେ ଲୋକଟା କଣ ସେଠି ମିଛ ଲେଖିଦେଲା? ଯେତେବେଳେ ବାରଟା ପୋଡିଗଲା ତାପରେ ସେଟାକୁ ସେ ପାଇଲେ। ତା ମାନେ ଆପଣ ଦେଖିବେ ଆମ ଘର ପାଖରେ ଗୁଡାଏ ବାର ଅଛି। ଚନ୍ଦ୍ରଶେଖରପୁରରେ ମୁଁ ରହୁଛି 88 ମସିହାରୁ। ଆପଣ ସେଠି ଦେଖିବେ ସ୍କୁଲ ସେଇଠି, କଲେଜ ସେଇଠି, ମନ୍ଦିର ସେଇଠି, ମସଜିଦ ସେଇଠି। ସରକାରଙ୍କ ନିୟମ ଅନୁସାରେ 500 ମିଟର ସ୍କୁଲ ଥାଉ, କଲେଜ ଥାଉ, ମନ୍ଦିର ଥାଉ, ମସଜିଦ ଥାଉ। ସବୁଠି କିନ୍ତୁ ମଦ ଦୋକାନ ଅଛି 500 ମିଟର ଭିତରେ ଭୁବନେଶ୍ୱରରେ। ଭୁବନେଶ୍ୱରରେ ହଉ, ଓଡିଶାରେ ହଉ, ଯୋଉଠି ହଉ। କହୁଛି ତାର କାରଣ କଣ? ମୁଁ ଯୋଉ ପ୍ରଥମେ ଯୋଉ କଥାଟା ମୁଁ ତାହେଲେ ଏଇ ନିୟମ କଣ? ଧର୍ମକୁ ଆଖିଠାର ଧର୍ମକୁ ଆଖିଠାର ନୁହେଁ, ଆମେ ମାଗଣା ଖିଆ ହେଇଯାଇଛୁ। ହେଲା ଯେ ସରକାର ତ ନିୟମ ବନେଇଛନ୍ତି। ସରକାର କିଏ? ସରକାର ହିଁ ତ ସ୍କୁଲ ଖୋଲୁଛନ୍ତି, ସରକାର ହିଁ ତ ମଦ ଦୋକାନକୁ ପରମିଶନ ଦଉଛନ୍ତି। କେମିତି ପରମିଶନ ଦଉଛନ୍ତି? କିଏ ପରମିଶନ ଦଉଛି? ସରକାରଙ୍କର ପ୍ରଥମ ନିୟମ ହେଲା ବାଇ ଦ ପିପୁଲ, ଫର ଦି ପିପୁଲ, ଅଫ ଦି ପିପୁଲ। ଲୋକଙ୍କ ପାଇଁ, ଲୋକଙ୍କ ଦ୍ଵାରା, ଲୋକଙ୍କର।